2025 ମସିହାରେ ଜଳର ସଂକଟ ଦେଖାଯାଇଛି। ଏହାଦ୍ୱାରା ବହୁତ ଲୋକ ଜଳର ଅକାଳ ମୃତ୍ୟୁର ମରଣ ଦେଖୁଛନ୍ତି ଓ ସେମାନେ ଦୂଷିତ ଜଳ ପିଇବା କାରଣରୁ ସେମାନଙ୍କୁ ଜ୍ୱର, ବାନ୍ତି, ଝାଡ଼ା, ଯାହାଦ୍ୱାରା ନିମୋନିଆ ଆଉ ହଇଜା ରୋଗ ଇତ୍ୟାଦି ହେଉଛି। ସେମାନେ ପୃଥିବୀରେ ସମୁଦାୟ ଜଳକୁ 100% ଶତାଂଶ ଲୁଣି ଜଳ ଯାହାକି ସମୁଦ୍ରରେ ଅଛି ସେ ଲୋକଙ୍କର ଅବ୍ୟବହାର ଯୋଗୁଁ ସେମାନେ ତାକୁ ବ୍ୟବହାର କରିପାରୁନାହାନ୍ତି। ଆଉ ଯାହା 3% ମଧୁର ଜଳ ରହୁଛି ସେମାନେ ତାକୁ ବ୍ୟବହାର କରିବା ସତ୍ତ୍ୱେ ଆମର କିଛି ରାଜ୍ୟ ଓ କିଛି ଦେଶରେ ଜଳର ସଂକଟ ଦେଖାଯାଉଛି, ଯାହାଦ୍ୱାରା ସେମାନେ ଜଳର ସଂକଟ ଦ୍ୱାରା ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଆମର 3% ଜଳ ବ୍ୟବହାର ସତ୍ତ୍ୱେ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ସେଥିପାଇଁ ଆମେ ବର୍ଷା ଜଳ ଅମ୍ଳ ବ୍ୟବସ୍ଥା କରୁଛୁ, ଯାହାଦ୍ୱାରା ଲୋକମାନେ ଏହାକୁ ଅମ୍ଳ କରି ନିଜର ପାନୀୟ ବ୍ୟବସ୍ଥା ଦୂରୀକରଣ କରିପାରିବେ ଓ ନିଜର ସୁବିଧା ଅସୁବିଧା ମଧ୍ୟ ଦୂରୀକରଣ କରିପାରିବେ। ଏହାଦ୍ୱାରା ଆମେ ଘରର ଛାତ ଉପରେ ବର୍ଷା ଜଳ ସଂଗ୍ରହ କରି ତାକୁ ପାଇପ୍ ସାହାଯ୍ୟରେ ଫିଲ୍ଟର ପ୍ଲାଣ୍ଟରେ ପଠାଇବା। ଫିଲ୍ଟର ପ୍ଲାଣ୍ଟରୁ ଏହା ବିଭିନ୍ନ କୂପକୁ ଯିବ, ଯାହା ପାନୀୟ ଜଳର ସୁବିଧା ଦେଇପାରିବ। ଆଉ ଏହା ମଧ୍ୟ ଫାର୍ମକୁ ଯାଇପାରିବ। ଫାର୍ମରେ ମଧ୍ୟ ଏହା ଗାଈଗୋରୁମାନଙ୍କର ପାନୀୟ ଜଳ ଦୂର କରିପାରିବ। ଏହାଦ୍ୱାରା ମଧ୍ୟ ଆମେ ପୋଖରୀରେ ବର୍ଷା ଜଳ ସଂଗ୍ରହ କରି ମଧ୍ୟ ତାହାକୁ ବିଭିନ୍ନ ଘରକୁ ମଧ୍ୟ ଯୋଗାଇ ପାରିବା। ବିଭିନ୍ନ ଘରେ ମଧ୍ୟ ଦେଖନ୍ତୁ ଏଇଭଳିଆ ଟଙ୍କା କରି ଆମେ ତା ଦେହରେ ଜଳ ସଂଗ୍ରହ କରିପାରିବା, ଯାହାଦ୍ୱାରା ଆମେ ବିଭିନ୍ନ ଘରକୁ ମଧ୍ୟ ପାଣି ଯୋଗାଇ ପାରିବା। ଆମ ରାଜସ୍ଥାନରେ ବିଭିନ୍ନ ଜଳାଭାବ ଦେଖାଯାଉଥିବାରୁ ଲୋକମାନେ ତାଙ୍କ ଘର ଛାତ ଉପରେ ଟଙ୍କା କରି, ଯାହାର ଦୈର୍ଘ୍ୟ ହେଲା 6.1 ପ୍ରସ୍ଥ ହେଲା 4.2, ସେମାନେ ବର୍ଷା ଜଳ ଅମଳ କରି ନିଜର ପାନୀୟ ଦୂରୀକରଣ କରିପାରୁଛନ୍ତି। ଓ ତାମିଲନାଡୁରେ ଆମର ପ୍ରଥମ ଜଳ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା, ଯାହାଦ୍ୱାରା ସେମାନେ ଜଳର ବହୁତ ସୁବିଧା ପାଇପାରୁଥିଲେ। ଓ ମେଘାଳୟର ଶିଲଂଠାରେ ଲୋକମାନେ ନଦୀରୁ ବାଉଁଶ ପାଣି ସାହାଯ୍ୟରେ ଦିନକୁ ପ୍ରାୟ 18ରୁ 20 ଲିଟର ପାଣି ନିଜ ବିଲରେ ପକାଇ ପାରୁଛନ୍ତି, ଯାହାଦ୍ୱାରା ସେମାନେ ବର୍ଷା ଜଳକୁ ଅମ୍ଳ କରି ବିଭିନ୍ନ ଉପକୃତ ହୋଇପାରୁଛନ୍ତି।